ନମସ୍କାର ଦର୍ଶକ ବନ୍ଧୁ। ଅତୁଟ ବନ୍ଧନ ସିରିଏଲ ଦେଖିବେ, ଜବରଦସ୍ତ ସିନ୍ ଅଛି। ଏବେ ପୁଣି ଥରେ କ୍ରିଷ୍ଣାଙ୍କ କ୍ଷମା ମାଗିଲେ ମୁରଲୀ। ହଁ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟିକୁ ଟିକନିକ୍ କରି ଦେଖିଲେ ସବୁକିଛି ଜାଣିପାରିବେ। ଏବେ ଦର୍ଶକ ବନ୍ଧୁ, ଅତୁଟ ବନ୍ଧନ ସିରିଏଲ ଦେଖିବାକୁ ପାଇବେ ଯେ କ୍ରିଷ୍ଣା ହସ୍ପିଟାଲରୁ ଘରକୁ ଫେରି ଆସିଥିବେ। ହଁ ଦର୍ଶକ ବନ୍ଧୁ, ମୁରଲୀ ଆଉ କ୍ରିଷ୍ଣା ତାଙ୍କ ରୁମ୍ରେ ବସିଥିବେ। ମୁରଲୀ କ୍ରିଷ୍ଣାଙ୍କୁ କହିବେ, ଲୟର ହେବା ପାଇଁ ତମ ଜୀବନକୁ ବିପଦରେ ପକେଇଦେଲ କ୍ରିଷ୍ଣା। ମୁଁ ତମ ସ୍ୱାମୀ ହିସାବରେ ମୁଁ ମୋ କର୍ତ୍ତବ୍ୟ କରିଛି। ତମ ସ୍ୱପ୍ନ ପୂରା କରିବି। ତମକୁ ମୁଁ ଲୟର କରିବି। ତାପରେ କ୍ରିଷ୍ଣା କହିବେ, ନାହିଁ ମୁରଲୀ, ମୁଁ ଗୋଟେ ନିଷ୍ପତ୍ତି ନେଇଛି। ସେମିତିରେ ବି ମୁଁ କଲେଜ ଯାଇପାରିବିନି। ମୁଁ ଭାବି ନେଇଛି ଯେ ଲୟର ହେବା ଆଶାକୁ ମନରୁ ପୋଛିଦେବା ଦରକାର। କ୍ରିଷ୍ଣା ଏ କଥା ଶୁଣି ମୁରଲୀ ଏବେ କ'ଣ କରିବେ? ଏବେ ଦର୍ଶକ ବନ୍ଧୁ, ଅତୁଟ ବନ୍ଧନ ସିରିଏଲରେ ମୁରଲୀ କ'ଣ କ୍ରିଷ୍ଣାଙ୍କୁ ଲୟର କରିବେ, ନା କ୍ରିଷ୍ଣାଙ୍କର ସ୍ୱପ୍ନ ଏତିକିରେ ରହିଯିବ? ଜାଣିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ରାତି 7:30ରେ ଦେଖନ୍ତୁ ଅତୁଟ ବନ୍ଧନ।